रंगीला साला फुल रंगीला ମୁଁ ଗୋଟେ ଭିନ୍ନ ଏକ ଚରିତ୍ରରେ ଅଭିନୟ କରୁ ଯୋଉଠି ନା ମୁଁ ଦୈତାରୀ ନା ସଞ୍ଜୟ ନା ମୁଁ ପିୟୁଷ ନା ବିଜୟ ଏ କାହ୍ନାଟା ହିଁ କି ନୁହେଁ ମୁଁ ଜ୍ଞାନ ମୁଁ ନୂଆ ଭିଲିଆନ ନା ଜୀବନ ଯୋଉ ଚରିତ୍ର ସାରଙ୍କର ଗୋଟେ ଅଲଗା ପ୍ରକାର ଲେଖା ମାନେ ଟାଇପଟା ସବୁ ଶେଷରେ ଲାରେ ସରୁଛି ପ୍ରତ୍ୟେକଟି ଶବ୍ଦ ଶେଷରେ ଲାରେ ସରୁଛି ସେଇ ସାରଙ୍କର ଗୋଟେ ମାନ୍ୟା ଅଛି ସେ ଡାଇଲଗରେ ସେ ଡାଇଲଗଟା ଭଲ ଓଡ଼ିଶାର ମାନେ ଲୋକଙ୍କ ସଂସ୍ପର୍ଶକୁ ଆସିଛି ରଙ୍ଗିଲା ସାଲା ଫୁଲ ରଙ୍ଗିଲା ଆମେ ଆସି ଅଲିଭାର ଘରେ ପହଞ୍ଚି ଗଲା ଆମେ ଅଲିଭାକୁ ଫୋନ କରି ବାରମ୍ବାର କହିଥିଲା ଠିକ 12ଟାରେ ଆସି ପହଞ୍ଚିବ ରଙ୍ଗିଲା ହେଲେ ଏ ପର୍ଯ୍ୟନ୍ତ ସେ ସୁନ୍ଦରୀ ଅଲିଭାର ଦେଖା ନ ମିଳିଲା ମୁଁ ଆଜି ଅଶୋକ ସମ୍ରାଟରେ ଗୋଟେ ଏ ନାଟକରେ ଖଳନାୟକ ଭୂମିକାରେ ଅଭିନୟ କରୁଛୁ ଲାଇଫରେ ନୂଆ ନୂଆ ଅନୁଭୂତି ନେଇ ମୁଁ ଏଠିକି ଆସିଛି ଖଣ୍ଡଗିରି ଆପଣ ଆଇବ୍ରୋ ଟିକୁ ଖଣ୍ଡ ଖଣ୍ଡ କରି କାଟିଛନ୍ତି ଆଇବ୍ରୋଟା ଏ କଣ ଯାତ୍ରା ଦରକାର ଥିଲା ଏଇ ସିନ୍ ରେ ନା ସେମିତି କିଛି ଦରକାର ନଥିଲା ମୋର ଗୋଟେ ରୁଚି ଯେ ମତେ ଟିକେ ଭଲ ଲାଗେ ମୁହଁକୁ ଟିକେ ଡିଜାଇନ କରିବା ପାଇଁ ଏକ୍ସପ୍ରେସନ ଲୁକ୍ ଅଲଗା ଆସିବ ସେଥିପାଇଁ କରିଛି ସଚିନ କହିଲେ ଘରେ କିଛି କୁହନ୍ତି ଦେଖିଲେ ଘରେ ତ ମୋ ନିଶା ଏଇଟା ମୋ ପେଶା ବି ଏଇଟା ଆଉ ମୁଁ ଗୋଟେ ନିଶାରେ ଏଠିକି ଆସିଛି ଯୋଉଟା ମୋର ଏଇଟା ପେଶା ବନିଯାଇଛି ଭଗବାନଙ୍କ ଦୟାରୁ ଘରେ ସେମିତି କିଛି କୁହନ୍ତିନି ତଥାପି ବେଳେ ବେଳେ ମା କୁହନ୍ତି କଣ ପାଇଁ ଏଗୁଡା କରୁଛୁ ଏଗୁଡା ଟିକେ ମୁଁ କହେ ମୁଁ ଆଜିକା ଡେଟରେ ୟୁନିକ୍ ହେଲାଣି ପ୍ରତ୍ୟେକ ଜିନିଷ ୟୁନିକ୍ ଜିନିଷ କରନ୍ତି ଆଉ ୟୁନିକ୍ ଜିନିଷଟାକୁ ମୁଁ କରୁଛି ବୋଲି ୟୁନିକ୍ ମାନେ ପ୍ରଦୀପ ସାରଙ୍କ ସହିତ ମୁଁ ଆଜି ଅଛି ଯିଏକି ତାଙ୍କ ପାଇଁ ମୁଁ ଏଠି ସେଥିପାଇଁ ସେ କିଛିଟା ଲୁକ୍ ଦେଖିଛନ୍ତି ସେଥିପାଇଁ ଏକ ଭିନ୍ନ ଚରିତ୍ର ବି ମୋ ପାଇଁ ଦେଖିଛନ୍ତି ତାଙ୍କୁ ମୁଁ ସବୁବେଳେ ଦେଖେ ଯେତେବେଳେ ସେ ମେକଅପ୍ ହୁଅନ୍ତି ସେ ସବୁବେଳେ ଟୀକା ଲଗାନ୍ତି ମୁଁ ଥରେ ପଚାରିଥିଲି କାକା ଏମିତି ଟୀକା ଲଗେଇବାର କାରଣଟା ନା ସିଏ କୁହନ୍ତି ଟୀକା ହଉଛି ମାଙ୍କ ପ୍ରତୀକ କାରଣ ମା ତାରିଣୀଙ୍କର ରଙ୍ଗ ହଉଛି ନାଲି ସେ ନାଲି ନୀଳ ସବୁ ପ୍ରତ୍ୟେକଟି ରଙ୍ଗକୁ ମିଶେଇ ମୁଁ ଗୋଟେ ନିଜ ପାଇଁ ଗୋଟେ ଭଲ ଲାଗେ ମତେ ଏଇ ଜିନିଷଟାକୁ ଇଏ କରିବା ପାଇଁ ଲୋକ ଯାତ୍ରା ଜଗତରେ କାହାକୁ ଗୁରୁ ବୋଲି ମାନିଛନ୍ତି କିଏ ଇନ୍ସପାୟାର କରିଛନ୍ତି ଆପଣଙ୍କୁ ପ୍ରଥମେ ମୋ ବାବା ମାଙ୍କୁ କହିବି ତାପରେ ଗୁରୁ ପ୍ରଦୀପ ବେହେରା ସାର୍ ଗୁରୁ କିଶୋର ଦାସ ସାର୍ ଆହୁରି ବହୁତ ଅଛନ୍ତି ଯେମିତି ଆମର ମତେ ମାନେ ଯୋଉଟା ଆମ ମନ ଭିତରେ ବଳ ଦିଅନ୍ତି ସେ ହଉଛନ୍ତି ସମ୍ପନ୍ନ ସ୍ୱାଇଁ ସିଲୁଆକା ଆଉ ଆମ ଏଇଠି ଜଣେ ଡ୍ୟାନ୍ସ ରେ ଅଛନ୍ତି ବୁଟୁଆକା ବୋଲି ଆଉ ଏମିତି ସବୁ ବହୁତ ଅଛନ୍ତି ଏଠି ପ୍ରାୟ 15ଟି ଯାତ୍ରା ପାର୍ଟି ଖେଳ କରିବେ ତ ଆପଣଙ୍କ ଯାତ୍ରା ଦେଖିବା ପାଇଁ କାହିଁକି ଆସିବେ ଲୋକ କାରଣ ଯେହେତୁ ୟୁନିକ୍ ପ୍ରଦୀପ ବେହେରା ସାର୍ ଲେଖିଛନ୍ତି ତ କିଛିଟା ତା ଭିତରେ ୟୁନିକ୍ ହିଁ ଥିବ ଲେଖିବା ଆଉ କଳାକାର ତାକୁ ଜୀବନ୍ତ ଭାବରେ ମାନେ ପ୍ରକାଶ ଆମେ କିଛି ନୁହେଁ ସବୁ ତାଙ୍କ ଦୟା ଯୋଉଟା ସତ କଥା ଆମେ କିଛି ନୁହେଁ ସବୁ ତାଙ୍କ ଦୟା କାରଣ ସିଏ ଅଛନ୍ତି ବୋଲି ଆପଣ ମତେ ଦେଖୁଛନ୍ତି ସିଏ ନଥିଲେ ମୁଁ ତାଙ୍କ ବିନା କିଛି ବି ନୁହେଁ ମୁଁ ଟିକେ ଅଲଗା ପ୍ରକାର ଫାଷ୍ଟ ଟଚିଂ ଲଭ୍ କରେ ସାରଙ୍କୁ ବହୁତ କହିହବନି ସେଟା ଇମାଜିନ୍ ଆପଣ ଏତେ ଭଲ ଦେଖିବା ପାଇଁ ଆପଣ କେବଳ ଯାତ୍ରା ଜଗତରେ ରହିବା ପାଇଁ ସୀମିତ ହେବା ଚାହୁଁଛନ୍ତି ନା ରୂପାଲି ପରଦାକୁ ମଧ୍ୟ ନାଇଁ ମୁଁ ଯାତ୍ରା ଜଗତରେ ଯିବେନି ଜାଣିନି ସମୟ କୁଆଡକୁ ଟାଣି ନବ ଯଦି ସମୟର ଗତି ମୋ ଆଡକୁ ସେପଟକୁ ଯିବାର ଥିବ ତାହେଲେ ମୁଁ ନିଶ୍ଚିତ ଭାବରେ ମାନେ ଯେମିତି ଅଲଗା ଅଲଗା ୟୁନିକ୍ କ୍ୟାରେକ୍ଟର କରୁଛନ୍ତି ଆପଣ ସେମିତି କଣ ୟୁନିକ୍ କରିବା ଭଲ ଲାଗେ ଯେ ନିଜର ପରିଚୟ ବନେଇବେ ମୁଁ କର୍ମ କରିବାକୁ ଭଲ ପାଏ ମୁଁ ଜାଣିନି କିଏ କଣ କରୁଛନ୍ତି କିଏ କଣ କହୁଛନ୍ତି ସେଟା ମୁଁ ଜାଣିନି ମୁଁ ଏବେ ଗୋଟେ ପ୍ରକାର ମଞ୍ଚ ଉପରକୁ ଗଲେ ମୁଁ ଜାଣିନି ଗୁରୁଙ୍କ ଆଶୀର୍ବାଦ ମା ଶାରଦାଙ୍କ ଆଶୀର୍ବାଦରୁ ମୁଁ ଟିକେ ଖୋଲମ ଖୋଲା ହେଇଯାଏ ତ ମୁଁ ଜାଣିନି ମୁଁ କଣ କରେ କେବେ ବି ମୁଁ ପ୍ରତ୍ୟେକ ଦିନ ଗୋଟେ କାମ କରିପାରେ ନା ପ୍ରତ୍ୟେକ ଦିନ ଅଲଗା ଅଲଗା କରିବା ପାଇଁ ମତେ ଭଲ ଲାଗେ ପ୍ରେମ ହେଇଛି ପ୍ରେମ ଜୀବନରେ ସଫଳ ଆଣେ ବିଫଳ ବି କରାଏ ଜୀବନରେ ସେମିତି କିଛି ମୋ ହେଇନି କେମିତି ଯଦି ପ୍ରେମ ନ ହେଇଥାନ୍ତା ଆଡୁ ଏଠି ନଥାନ୍ତି ପ୍ରେମ ପାଇଁ ସବୁ କିଛି ସଫଳ ମୁଁ ସଫଳ କାହିଁକି ନା ମୁଁ ଯାହାକୁ ପ୍ରେମ ଯାହାକୁ ବି ମୁଁ କରୁଛି ସେ ଭଲ ବହୁତ ଭଲ କାରଣ ସେ ଅଛି ବୋଲି ମୁଁ ଏଠି ଜାଗାରେ ଅଛି ତା ପାଇଁ ବି ସବୁ ବହୁତ ତମେ ଘରୁ ବାହାରିକି କିଛି ଗୋଟେ କାମ କର ମୁଁ କିଛି ବି କାମ କରୁନଥିଲି ଯାହା ବି କରୁଥିଲି ଗୋଟେ ଫାଇନାନ୍ସ ସେକ୍ଟର ଥିଲି ଗାଡି ଫାଇନାନ୍ସ ସବୁ ଛୋଟ ଛୋଟ କାମ କରୁଥିଲି କିନ୍ତୁ ସେ ସବୁବେଳେ ତମେ ଗୋଟେ ସେପାରେଟଲି ଗୋଟେ କାମରେ ଲାଗିଯିବେ